ଜୟ ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ ଆପଣମାନଙ୍କୁ ବର୍ତ୍ତମାନ ମୀନ ରାଶିର 17/9/2025 ରେଖ ଠାରୁ 17/10/2025 ରେଖ ପର୍ଯ୍ୟନ୍ତ ଏ ମାସଟି ଆପଣ କିପରି କଟିବ ମୁଁ ତାହା ଆପଣଙ୍କୁ ଅବଗତ କରାଉଛି। ମୁଁ ଆପଣମାନଙ୍କୁ ପ୍ରତ୍ୟେକ ମାସରେ ରାଶିଫଳ ଜଣାଉଅଛି। ବର୍ତ୍ତମାନ ମୀନ ରାଶିର ରବି ଚଳନ ହେତୁ ମାନେ ଉତ୍ତର ଭାଦ୍ରବ ନକ୍ଷତ୍ର ଏବଂ ରେବତୀ ନକ୍ଷତ୍ର ନେତ୍ରରେ ଚଳନ ହେତୁ ସମ୍ମାନ ପ୍ରାପ୍ତି ମାସଟି ଆପଣଙ୍କର ନକ୍ଷତ୍ର ଅନୁସାରେ କରିବାକୁ ଗଲେ ବର୍ତ୍ତମାନ ମୀନ ରାଶିର ଅଧିପତି ହେଲେ ବୃହସ୍ପତି ମହାପ୍ରଭୁ। ଘାତବାର ହେଲା ଆପଣଙ୍କ ଶୁକ୍ରବାର, ଅଶ୍ଳେଷା ନକ୍ଷତ୍ର, ଦ୍ୱିତୀୟା ତିଥି, ଦ୍ୱାଦଶ ଚନ୍ଦ୍ର ମୀନ ରାଶି। ଆସନ୍ତୁ ବର୍ତ୍ତମାନ ମୀନ ରାଶିରେ ବର୍ତ୍ତମାନ ଦେଖିବା ଆପଣଙ୍କ ତନୁ ଘରେ ବୋଲେ ଜନ୍ମ ଶନି ରହିଛି। ଜନ୍ମ ଶନି ରହିଲେ କ'ଣ କରେ? ଶାସ୍ତ୍ର କହୁଛି ଜନ୍ମ ଶନି ହେଲେ ପ୍ରାଣୀଙ୍କ ଶରୀରେ ନାନା କଷ୍ଟ ହୁଏ ଜାତ, ଧନ ଜନ ମାନ ଅସ୍ଥିର ହୁଏ ତାହାକୁ ସତ୍ୟ। ଆପଣ ଶାସ୍ତ୍ର ଶୁଣିଲେ ୟା କହୁଛି ଆପଣ ଖୁସି ସାବଧାନ, ଶନି ମହାଗ୍ରହ ଏହା କରିବେ। ଚତୁର୍ଥ ଘର ଆସନ୍ତୁ ବନ୍ଧୁଭାବ ଫଳ। ବନ୍ଧୁଭାବ ଫଳରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରୁଛନ୍ତି। ଚତୁର୍ଥରେ ଧନହାନି ପ୍ରାଣପୀଡ଼ା ବୃହସ୍ପତି ମହାପ୍ରଭୁ କରିବେ। ବିଦ୍ୟା ବୁଦ୍ଧି ନାଶ କରିବେ। ଶାସ୍ତ୍ର କହୁଛି ବେଦାନ୍ତ ଅଷ୍ଟସୁତ ବିହିତ ନାଶ। ଚତୁର୍ଥ ବୃହସ୍ପତି ପଡ଼ିଥିବାରୁ 20 ରାବଣ ନିହତ ହୋଇଥିଲେ। ତେଣୁ ଆପଣ ଶାସ୍ତ୍ର ବିଷୟ କହୁଛି ଆପଣ ଶୁଣିଲେ, ତେଣୁ ସାବଧାନ, ବୃହସ୍ପତି ମହାଗ୍ରହ ଆପଣଙ୍କ ସପକ୍ଷରେ ନାହାନ୍ତି। ବନ୍ଧୁମାନଙ୍କ ସହିତ ଅପ୍ରିୟ ମଧ୍ୟ ଘଟିପାରେ। ପଞ୍ଚମ ଘର ଆସନ୍ତୁ ପୁତ୍ର ଭାବ ଫଳରେ ଚନ୍ଦ୍ର ମହାଗ୍ରହ ଅବସ୍ଥାନ କରିଛନ୍ତି। ଚନ୍ଦ୍ର ଆପଣଙ୍କର କାର୍ଯ୍ୟ ହାନି କରିବ, ଅର୍ଥ ବ୍ୟୟ ଏବଂ ଚିନ୍ତାଗ୍ରସ୍ତ କରାଇବ। ଶୁକ୍ର ମହାଗ୍ରହ ଆପଣଙ୍କର ଅବସ୍ଥାନ କରିଛନ୍ତି ଆପଣଙ୍କର ରିପୁ ଭାବ ଫଳ। ରିପୁ ବୋଲି ଶତ୍ରୁ। ଦୁଇଟି ଗ୍ରହ ଅବସ୍ଥାନ କରିଛନ୍ତି ଶୁକ୍ର ଏବଂ କେତୁ। ଶୁକ୍ର ଗୋଟିଏ ରାଶିରେ 25 ଦିନ ଅବସ୍ଥାନ କରନ୍ତି। ୟା 14 ଦିନ ପରେ ଫଳ ପ୍ରଦାନ କରନ୍ତି। ଶତ୍ରୁ ବୁଦ୍ଧି କରିବ ଶୁକ୍ର। ଷଷ୍ଠ ଘରେ ଆପଣଙ୍କ ଥିବାରୁ ମାସଟି ଏବଂ ତତ୍ସଂଶୟ କେତୁ ମଧ୍ୟ ରହିଛି। କେତୁ ଆପଣଙ୍କ ସପକ୍ଷରେ ଅଛନ୍ତି, ଷଷ୍ଠ ଘର ଅଛି। କ'ଣ କରିବ କେତୁ ଷଷ୍ଠ ରହିଲେ? ଶାସ୍ତ୍ର କହୁଛି ତ୍ରିଷଷ୍ଠେ ଦଶେ ଏକାଦଶ କେତୁ ସର୍ବରିଷ୍ଟଙ୍ଗ ବିନଶତି। ଯେତେ ଯାହା ଅନ୍ୟ ଗ୍ରହମାନେ ଆପଣଙ୍କର ବାଧା ବିଘ୍ନ ସୃଷ୍ଟି କଲେ ସୁଦ୍ଧା କେତୁ ମହାଗ୍ରହ ସବୁ ରିଷ୍ଟ ଖଣ୍ଡନ କରିବେ। ଶାସ୍ତ୍ର ଯାହା କହୁଛି। କେତୁ ଆପଣ ସପ୍ତମ ଘର ଆସନ୍ତୁ ପତି ପତ୍ନୀ ଭାବ ଘର। ପତି ପତ୍ନୀ ଭାବ ଘରରେ ରବି ମହାଗ୍ରହ ଅବସ୍ଥାନ କରୁଛନ୍ତି। ରବି ହେଉଛି ମାସିକିଆ ଗ୍ରହ। ସପ୍ତମ ଶାସ୍ତ୍ର କହୁଛି ସପ୍ତମ ରବି ରହିଲେ ଅନିଷ୍ଟ, ବିଭିନ୍ନ ପ୍ରକାର ସବୁ ଅନିଷ୍ଟ କାର୍ଯ୍ୟ କରିବ। ଏବଂ ଆପଣଙ୍କର ବୁଧ ମଧ୍ୟ ରହୁଛି। ଆପଣଙ୍କର ବୁଧ ରହୁଛି ସପ୍ତମ ଘରେ। ବୁଧଟା ଗୋଟିଏ ଗ୍ରହ 18 ଦିନ ଅବସ୍ଥାନ କରନ୍ତି। 18 ଦିନ ହେଲେ କ'ଣ କରେ? ଫଳ ଲାଭ, ଶୁଭ ଫଳ ପ୍ରଦାନ କରିବ ବୁଧ। ପତି ପତ୍ନୀ ସ୍ୱାମୀ ମଧ୍ୟରେ ଆପଣଙ୍କର ସୁସମ୍ପର୍କ ଦେଖାଯିବାର ସମ୍ଭାବନା। ଅଷ୍ଟମ ଘରେ ଆସନ୍ତୁ ମଙ୍ଗଳ ଘର। ମଙ୍ଗଳ ଅବସ୍ଥାନ କରିଛନ୍ତି ଅଷ୍ଟମ ଗୃହରେ, ଯେଉଁଠି ନିଧନ ଗୃହ। ନିଧନ ନାହିଁ ଧନ। ଅଷ୍ଟମ ଯଦି ମଙ୍ଗଳ ମହାଗ୍ରହ ଗୋଟିଏ ରାଶିରେ 1.5 ମାସ ଅବସ୍ଥାନ କରନ୍ତି। এই 1.5 ମାସ ଭିତରେ ଆପଣ କ'ଣ କରିବ? ଅଶ୍ୱାଘାତ ଗୋଟେ ହେବାର ସମ୍ଭାବନା, ମନସ୍ତାପ, ଅପହରଣ ହୋଇଯିବାର ସମ୍ଭାବନା, ଅଙ୍ଗ ପୀଡ଼ା ଦେଖାଯିବ। ସାବଧାନ, ମଙ୍ଗଳ କାର୍ଯ୍ୟ ଆପଣଙ୍କ ମାଙ୍ଗଳିକ କାର୍ଯ୍ୟ କରେଇ ଦେବ ନାହିଁ। ରାହୁ ଅଛନ୍ତି ଦ୍ୱାଦଶ ଘରେ, ବ୍ୟାଧିପତି ଘରେ ଅଛି। ରାହୁ ରହିଲେ ଶରୀର ବିହୀନ ରାହୁଙ୍କର ମସ୍ତିଷ୍କ ଅଛି। ଧନ ହାନି, ବନ୍ଧନ ଯୋଗ ଓ ମହାସଙ୍କଟ, ବଡ଼ ଆକାରରେ ବିପତ୍ତି ମଧ୍ୟ ଆପଣଙ୍କୁ ପଡ଼ିପାରେ। ସାବଧାନ, ଗାଡ଼ି ମଟର ପ୍ରତି ଆପଣ ସାବଧାନ ରୁହନ୍ତୁ। ଅଟକି ଥିବା କାର୍ଯ୍ୟ ଆପଣଙ୍କ ବିଳମ୍ବରେ ଆପଣଙ୍କର କାର୍ଯ୍ୟ ସିଦ୍ଧି ହେବ। କର୍ମକ୍ଷେତ୍ରରେ ଆପଣ ସାମାନ୍ୟ ଲାଭ ପାଇବେ। ପାରିବାରିକ ମଧ୍ୟରେ ଅଶାନ୍ତି ସୃଷ୍ଟି ହୋଇପାର। ବ୍ୟବସାୟ ଜମିବାଡ଼ି କ୍ଷେତ୍ରରେ ମାଲିକ କ୍ଷେତ୍ରରେ ଦେଖାଯିବାର ସମ୍ଭାବନା ଅଛି। ରାଶିରେ
ମହିଳାମାନେ ଚିନ୍ତିତ ଅବସ୍ଥା ରହିବେ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ନାହିଁ। ଆପଣଙ୍କୁ ଏ ମାସରେ କିପରି ଲାଗିଲା ମୀନ ରାଶିର ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସ ଦ୍ୱାରା ଅବଗତ କରାନ୍ତୁ। ଜୟ ଜଗନ୍ନାଥ।